ଭିନ୍ନ ଢଙ୍ଗରେ ଏକମାତ୍ର ପୁଅ ସାଇ ସ୍ପନ୍ଦନ ପ୍ରଧାନଙ୍କ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ପରିବାର ତଥା ବାପା ଇଣ୍ଡିଆନ୍ ଆର୍ମିରେ କାର୍ଯ୍ୟରତ ଯବାନ ପ୍ରିୟରଞ୍ଜନ ପ୍ରଧାନ ଓ ମା ହୋଲ୍ଡେନ ପ୍ରଭା ସହ ତାଙ୍କର ପରିବାର ଲୋକେମାନେ ଆଜି ପ୍ରଥମେ ସକାଳ ସମୟରେ ନିଜ ଗ୍ରାମର ପିଲାମାନଙ୍କ ମଧ୍ୟରେ ସାଇ ସ୍ପନ୍ଦନ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ପରେ ସାଇ ସ୍ପନ୍ଦନଙ୍କ ଧାମରାସ୍ଥିତ ଜାଗଳାଇ ବାସଭବନଠାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଅନ୍ୟ ଅତିଥିମାନେ ବହୁ ସଂଖ୍ୟକ ଯୋଗଦେଇ କେକ୍ କାଟି ଜନ୍ମଦିନଟିକୁ ବେଶ୍ ଧୁମ୍ଧାମ୍ରେ ପାଳନ କରିଥିବା ବେଳେ ଆଜକୁ 10 ବର୍ଷ ଧରି ବାପା ମାଙ୍କ ସହିତ ପରିବାର ଏକମାତ୍ର ଅଲିଅଳି ପୁଅଙ୍କ ଜନ୍ମଦିନ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ଉପାୟରେ ବିଭିନ୍ନ ସ୍ଥାନମାନଙ୍କରେ ଯଥା ଅନାଥ ଆଶ୍ରମ ହେଉ ବା ନିଜ ଗ୍ରାମରେ ହେଉ ବା କୌଣସି ବୃଦ୍ଧ ଆଶ୍ରମରେ ଏକ ଭୋଜି ଭାତର ଆୟୋଜନ କରି ଆଶ୍ରମରେ ଥିବା ସମସ୍ତ ଅନ୍ତେବାସୀମାନଙ୍କୁ ଖାଇବା ପିଇବା ଦେବା ସହିତ ସମସ୍ତଙ୍କୁ ପାଛୋଟି ନେଇଥିଲେ। ଆଜି ସୌଭାଗ୍ୟର କଥା ଯେ ମୋର ଯୋଉ ପୁଅ ଗୋଟିଏ ମାତ୍ର ପୁଅ ତାର ଆଜି ଦିନର ଜନ୍ମଦିନ ଆଉ ବଡ଼ ଆମ ପାଇଁ ଏହା ଏକ ଗର୍ବ ଏବଂ ଗୌରବ। ଆଉ ଆମର ଯିଏ ମୁଖ୍ୟ ଅତିଥି ଥିଲେ ଆମର ମନମୋହନ ଭାଇ ସିଏ ମଧ୍ୟ ଆମ ଘରକୁ ଆସିଥିଲେ, ସେଥିପାଇଁ ଆମକୁ ନିଜକୁ ଧନ୍ୟ ମନେ କରୁଛୁ ଏବଂ ଗର୍ବିତ ଥିଲା ଯେ ଆଜି ତା ନାଁରେ ଗୋଟେ ସ୍ପନ୍ଦନ ଟୁର୍ଣ୍ଣାମେଣ୍ଟ ହେଇଥିଲା। ଆଉ ଆମେ ଯେ ବହୁତ କାର୍ଯ୍ୟକ୍ରମ ରଖିଥିଲୁ ଯେ ଆମେ ପାଗଳା ପାଗଳୀ କମଳ ବାଣ୍ଟିବା ପାଇଁ ସମୟର ଅଭାବ ହେଇପାରୁନି। ଆଗାମୀ ଦିନରେ ଇଏ କାର୍ଯ୍ୟକ୍ରମ ଆମେ ନେବୁ। ତା ଭିତରେ ଆମର ତାର କେକ୍ ସେଲିବ୍ରେସନ ସନ୍ଧ୍ୟାରେ ହବ ଏବଂ ତାର ଲୋକମାନଙ୍କ ପାଇଁ ସବୁ ଗେଷ୍ଟ ମଧ୍ୟ ସନ୍ଧ୍ୟାରେ ଆସିବେ। ଆଜି ମୋ ଲାଇଫରେ ସବୁଠୁ ବେଷ୍ଟ ଦିନ, ଯୋଉଟା କି ଯାହାର ବାର୍ଥଡେ ସେଇଟା ହଉଛି ମୋର ସବୁଦିନ, ଯାହା ପାଇଁ ମୋର ସବୁଦିନ ଆଜି ହଉଛି ତାର ବାର୍ଥଡେ। ଇଏ ହଉଛି ମୋ ସାନ ଭାଇ ସାଇ ସ୍ପନ୍ଦନ ପ୍ରଧାନ, यार आज जनवरी 14 यार बर्थडे। प्रति वर्ष आम अनाथ आश्रम करूँ, ए वर्ष भी आम अनाथ आश्रम डोनेशन देचु भी। ए वर्ष टिके गाँ लोकंकर टिके अनुचित थिला कि ताकू बहुत बहुत भल पाती, एथिपाई आम गाँव रे एथर करूछु। 700 लोक भी खाया पिया होती। आ या ना एथर भी क्रिकेट टूर्नामेंट होती साई स्पंदन टूर्नामेंट बोली। आ प्रति वर्ष आम एबा करूँ, सब वर्ष भी एबा करि चलिबु। ते वर्ष तो भल पाया रही या प्रति। ब्यूरो रिपोर्ट ओडिशा 24 न्यूज।